ମୁଁ ସୁମନ୍ତ ସ୍ୱାଇଁ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଯେ ଆଜ୍ଞା ଦେଖନ୍ତୁ ବର୍ତ୍ତମାନ ଥାନା ମାନଙ୍କରେ ସବୁ ସୁଧ କାରବାରର ହିସାବ କିତାବ ଚାଲିଛି ଯୋଉଟା କି ଥାନାର ମୁଣ୍ଡ ଗୋଲ ଆଉ ସୁଧ ଦେଇଥିବା ଲୋକମାନଙ୍କର ମଧ୍ୟ ମୁଣ୍ଡ ଗୋଲ କାହାକୁ କେତେ ଟଙ୍କା ଚକ୍ରବୃଦ୍ଧି ସୁଧ ଲଗେଇବେ ସେ ଜାଣି ପାରିନାହାନ୍ତି ପୋଲିସ ବାବୁଙ୍କ ମାଧ୍ୟମରେ ସୁଧ କାରବାର କିମ୍ବା ସୁଧ ଆଦାୟର ବାଟ ତିଆରି କରିଛନ୍ତି ମୋର କ୍ଲାଏଣ୍ଟ ଚିତ୍ତରଞ୍ଜନ ସାହୁ ଜଣେ ଫଳ ବେପାରୀ ତ ଆଜ୍ଞା ଦେଖନ୍ତୁ ତାକୁ ଜଣେ ବ୍ୟକ୍ତି ସ୍ତ୍ରୀ ଲୋକ ପଥର ବନ୍ଦର ତେଲୁଗୁ ବସ୍ତି ରୁ ସେ 13 ଲକ୍ଷ ଟଙ୍କାର ଅଭିଯୋଗ ଆଣିଲେ ସାରା ଓଡ଼ିଶାବାସୀ ଆପଣ ମାନେ ସମସ୍ତେ ଶୁଣନ୍ତୁ ଜାଣନ୍ତୁ ଯଦି ଜଣେ ଲୋକ ବସ୍ତିରେ ରହୁଛନ୍ତି ସେ ପ୍ରଥମେ ତ 13 ଲକ୍ଷ ଟଙ୍କା କୋଉଠୁ ଆଣିଲେ ଇନକମ ଟ୍ୟାକ୍ସ ପାଖରେ କିମ୍ବା ଆଇଟି ରିଟର୍ନ ପାଖରେ ତାର ପ୍ରମାଣ ଅଛି କି ନାହିଁ ସେ ବ୍ୟାଙ୍କରେ ପଇସା ରଖିଥିଲା କି ଘରେ ପଇସା ରଖିଥିଲା ଏକା ସାଙ୍ଗରେ 13 ଲକ୍ଷ ଟଙ୍କା କୋଉଠୁ ଆଣିଲା ଯେ ଜଣକୁ ଦେଲା ଠିକ ଅଛି ଯୁଗ ବହୁତ ଚାଲାକି ହେଇଯାଇଛି ତ ବର୍ତ୍ତମାନ 13 ଲକ୍ଷ ଟଙ୍କା ଯଦି ଜଣକୁ ଜଣେ ଦବ ତା ଦେହରୁ 50,000 5,000 10,000 20,000 ଲକ୍ଷେ ଟଙ୍କା ଆକାଉଣ୍ଟରେ ତ ଦବା କଥା କି ବ୍ୟାଙ୍କରେ ଚେକ୍ ମାଧ୍ୟମରେ ଦବା କଥା ଉଠେଇକି ନେବା କଥା ତେଣୁ ଆଜ୍ଞା ଖାଲି କ୍ୟାସ୍ ଆଣିକିରି ହାତରେ ଯଦି ବସ୍ତିରେ ଲକ୍ଷ ଲକ୍ଷ ଟଙ୍କା କାରବାର ଚାଲିଛି ତାହେଲେ ଆଜ୍ଞା ସେ ଲକ୍ଷ ଲକ୍ଷ ଟଙ୍କା କାହାର କୋଉ ରାଜନେତାଙ୍କର ପଇସା କି କୋଉ ବିତ୍ତଶାଳୀଙ୍କର ପଇସା ସେଇଟା ତ ନିଶ୍ଚିନ୍ତ ଇନକ୍ୱାରି ଯଦି ପୋଲିସ ବାବୁ ମାନେ ପ୍ରକୃତ ଇନକ୍ୱାରି କରିବେ ତାହେଲେ ନିଶ୍ଚିନ୍ତ ଜଣା ପଡନ୍ତା ବସ୍ତିରେ ଏତେ ଟଙ୍କା ଆସୁଛି କୋଉଠୁ ଗଲା ସେକେଣ୍ଡ କଥା ଆମେ ଯେତେବେଳେ ପଚାରିଲୁ ଥାନାରେ ଅଭିଯୋଗ ହେଲା ପରେ ମୋ କ୍ଲାଏଣ୍ଟ ନାଁରେ ଆମେ ଆସି ଥାନାରେ ପହଞ୍ଚିଥିଲୁ ତ ସେତେବେଳେ ଥାନା କୌଣସି ଏଭିଡେନ୍ସ ନ ପାଇକିରି ମୋର କ୍ଲାଏଣ୍ଟକୁ ଡାକିଥିଲେ ତ ଆଜ୍ଞା ଯଦି ପ୍ରମାଣ ଥାଏ ମୋର କ୍ଲାଏଣ୍ଟ ପଇସା ଦବାଟା ନିଶ୍ଚିନ୍ତ ରୂପେ ସତ ଆଉ ପଇସା ନବାଟା ମଧ୍ୟ ନିଶ୍ଚିନ୍ତ ରୂପେ ସତ କିନ୍ତୁ ଯଦି କିଛି ପ୍ରମାଣ ନାହିଁ ଥାନାରେ ଡକା ଯାଇକିରି ତାଙ୍କୁ ଟିକେ ପୁଲିସ ବାବୁଙ୍କର ଯୋଉ ପ୍ରକାର ନାଲି ଆଖି ଦ୍ୱାରା ଜଣକଠୁ ପଇସା ଆଦାୟ କରିବା କିମ୍ବା ଚେକ୍ ଆଣିକି ଦେ କହିବା କିମ୍ବା ଆଉ କଣ କଣ ତାଙ୍କୁ ଅଲଗା ଦଫାରେ ଭିତରେ ପୁରେଇ ଦେବା ପାଇଁ କଥା କହିବା ତ ଏଇଟା ନିଶ୍ଚିନ୍ତ ରୂପେ କେବଳ ଥାନାରେ ହେଇପାରେ ଆଉ କୌଣସି ଜାଗାରେ ନାହିଁ ତେଣୁ ନିଶ୍ଚିନ୍ତ ରୂପେ ବର୍ତ୍ତମାନ ମୋର କ୍ଲାଏଣ୍ଟ ଯେତେବେଳେ ଶୁକ୍ରବାର ଦିନ ଆସିକି ଥାନାର ଦ୍ୱାରସ୍ଥ ହେଇଥିଲା ସେତେବେଳେ ଆଉ ଜଣେ ବ୍ୟକ୍ତି କିଏ ହୁଦା ନାମକ ବ୍ୟକ୍ତି ସେ ଆସି ତୁରନ୍ତ ଉଠେଇ ନେବା ପାଇଁ ଧମକ ଦେବା ପାଇଁ ପଇସା ଆଦାୟ କରିବା ପାଇଁ ଧମକ ଦେଇଥିଲେ ତ ଆଜ୍ଞା ଦେଖନ୍ତୁ ଯଦି ଆମର ଥାନାରେ ପୋଲିସ ବାବୁଙ୍କ ସାମ୍ନାରେ ଜଣେ ସାଧାରଣ ଲୋକକୁ ଆଉ ଜଣେ ବ୍ୟକ୍ତି ଧମକ ଦେଇ ପାରୁଛି ତାହେଲେ ପୋଲିସ କୋଉ ଜାଗାର ଧମକଟାକୁ ରୋକିପାରିବ କିମ୍ବା ସାଧାରଣ ଜନତାକୁ ନ୍ୟାୟ ଦେଇପାରିବ ତେଣୁ ନିଶ୍ଚିନ୍ତ ରୂପେ ଆଜି ଆମେ ଶହୀଦନଗର ଥାନାରେ ପହଞ୍ଚିଥିଲୁ ଯୋଉ ସୁଧ ବେପାରୀ ପଇସା ଦେଇଛି ବୋଲି କହିଲେ ତାଙ୍କର ଅନେକ ପ୍ରମାଣ ଅଛି ରେକର୍ଡିଂ ଭଏସ ଅଛି ସୁଧ ଦେଇଥିବାର ଏଭିଡେନ୍ସ ଅଛି ଅନେକ ବ୍ୟକ୍ତି ତାଙ୍କଠୁ ମଧ୍ୟ ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ ନେଇଛନ୍ତି ବୋଲି ସେ ପ୍ରମାଣ ବି ଅଛି କିନ୍ତୁ ମୋର କ୍ଲାଏଣ୍ଟ ଯିଏ ଚିତ୍ତରଞ୍ଜନ ସାହୁ ତ ଆଜ୍ଞା ସିଏ ଯଦି ପଇସା ନେଲେ ତମେ ତାଙ୍କ ଏଗନେଷ୍ଟରେ ଚେକ୍ ନେଇଥାନ୍ତ ତମେ ତାଙ୍କ ଏଗନେଷ୍ଟରେ ଏଗ୍ରିମେଣ୍ଟ କରିଥାନ୍ତ ତମେ ତାଙ୍କ ଏଗନେଷ୍ଟରେ ଆକାଉଣ୍ଟ ପେ କରିଥାନ୍ତ ତେଣୁ କୌଣସି ପ୍ରମାଣ ନଥିବା ସତ୍ତ୍ୱେ 1,000 2,000 50,000 ଲକ୍ଷେ ଟଙ୍କା ନୁହେଁ ଏକା ସାଙ୍ଗରେ 13 ଲକ୍ଷ ଟଙ୍କା କେମିତି ଜଣେ ଲୋକ ଉପରେ ଆପଣ ଦାବି କରିବେ ଯେ ସେ 13 ଲକ୍ଷ ଟଙ୍କା ଆପଣଙ୍କୁ ଫେରେଇବ ତ ଆଜ୍ଞା ନିଶ୍ଚିନ୍ତ ରୂପେ ଏହା ଗୋଟେ ଥାନାକୁ ଢାଲ କରି ଥାନାକୁ କଣ କିଛି ଭିତ୍ରି ଦେଇ ତ ଯଦି ନାଲି ଆଖି ଦେଖେଇବା ଗୋଟେ ସାଧାରଣ ଲୋକ କି ଜଣେ ଲୋକଠୁ ପଇସା ଆଦାୟ କରାଯାଉ ବୋଲି ତାହେଲେ ଆଜ୍ଞା ୟା ଉପରେ ସାଧାରଣ ଜନତା କିଛି କହିପାରିବେ ନାହିଁ ତାହେଲେ ଆପଣ ଓଡ଼ିଶାବାସୀ ସମସ୍ତେ ଜାଣନ୍ତୁ ଯଦି ଜଣେ ଲୋକ ଜଣକୁ ପଇସା ଦେଇଛି ତାର ପ୍ରମାଣ ତ ନିଶ୍ଚିନ୍ତ ରଖିବା ଦରକାର ଆଉ ବିନା ପ୍ରମାଣରେ ମୁଁ ପଇସା ଦେଇଛି ବୋଲି କାଲି କେହି ଯେକୌଣସି ବ୍ୟକ୍ତିକୁ କହିବି ସେଟା କେବେ ପସିବୁଲ ହେଇପାରିବ ନାହିଁ ଆଜ୍ଞା ତେଣୁ ଆମେ ଏହି ବାବଦରେ ହ୍ୟୁମାନ ରାଇଟ୍ସକୁ ଯିବୁ ଆଇନ ମନ୍ତ୍ରୀଙ୍କ ପାଖକୁ ଯିବୁ ଥାନାରେ ସବୁ କଣ ଚାଲିଛି ଜଣେଇବୁ ବିଗତ ଦିନରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେକୌଣସି ବ୍ୟକ୍ତି ଥାନାକୁ ଯିବେ ତାଙ୍କୁ ସୁରକ୍ଷା ଦେବ
न्याय दब पानी व्यवस्था चाहर व्यवस्था करिवो सेटा खाली कथारे कथारे रही जाइछि पानी चाह थाना कौन थाना मिलू ना किंतु क्लाएंट को आमर आवश्यक नाही ओडिशावासी आमे जेतेबेले अन्याय विरुद्ध रे लड़ाई करबा पाई थाना टू कोर्ट पर्यंत सबु जगह पहुंचबू आउ जी भूल जदि पुलिस बाबू किसी भूल करथिबे तांकु मध्य आईन रो काठगड़ा देखैबू आउ जदि साधारण जनता भूल करथिबे तांकु मध्य आईन रो काठगड़ा देखैबू तेणु आज जहा आमे पहुंचिलु एई सब मो पछरे छिड़ा आइतिबा मां माने समस्त मो पाखरे जी अछंती तो समस्ते तो यही केस रे आसीथिले चित्तरंजन साहू को न्याय दवा पाई तेणु मोर वर्तमान जहा इनक्वारी कली कौनसी ठोस प्रमाण नहीं आउ बाकी रहिला जदि पुलिस पर मुहूर्त रे यही बाबद रे किछि मिछ मकदमा रुजु करी मोर क्लाएंट को किछि हैरान करंती ताले निश्चिंत आमे ह्यूमन राइट्स जीवु लोकपाल जीवु हाई कोर्ट को जीवु आउ इनएक्शन मध्य पुलिस विरुद्ध रे फाइल करिवु समस्त नमस्कार मु गणमाध्यम कहवाक चाहूँगी जे मोर जड़े भाई सी गोटे छोटिया व्यवसायी से किसी पैसा जे कि मेनका ता ना मेनका मैडम को आनी मूल सह सुध सब परिशोध करला आज से मेनका मैडम रुद्र राव बोली गोटे भड़ाटिया गुंडा को मो भाई को पछरे लगे से रुद्र राव आसिक मो भाई को मुंड फटे विभिन्न प्रकार माने गाड़ी गुलज कर जीवन रु मारिदेवाई धमक देई मेनका राव ये भुवनेश्वर स्मार्ट सिटी रे सुध कारबार करुचंती माने मूल टंका सह सुध परिशोध कर सारा आउरी सुध शोषण करने से भाई को चाप पकई किसी भड़ाटिया गुंडा माध्यम टंका देकी पछरे लगे जहाँ ना है रुद्र राव ये कार्य को मु थाना को कहूँ चाहूँगी से माने माने कार्य को तदारख करंतु मोर भाई को न्याय दिंतु शुद्ध कारबार भुवनेश्वर भाया स्मार्ट सिटी बंद करा जाऊ मेनका राव आउ रुद्र राव को लगे कि जो जीवन मारिदेवाई धमक देती सेटा बंद करा जाऊ एटा गंभीरतार सह आईन श्रृंखलाकारी रक्षा नियंतु शहीद नगर थाना मो भाई को न्याय प्रदान करंतु एतिकी मो गणमाध्यम कहूँ चाहूँगी आज्ञा परिचय देबे मो ना आज्ञा परमब्रह्म माणिक मु जने स्वेच्छासेवी कोन कहू चाहिए आज जो अभियोग आपण देखले आम अंचल ये जो समस्या घटिला मो कर्णपात होला परे मु आसीଥିଲି जे प्रकृत घटना कोन जानियो चाहिए जे ये गोटे टंका पैसा आदान प्रदान नै कि गोटे समस्या तो अभियोग जे तांको ना जो चित्तबाबू ना जो अभियोग करछन्ती से चित्तबाबू को कहवा कथा मु पैसा सब परिशोध कर सारछि किंतु जो मैडम देइथिले तांको पैसा देइथिले से मैडम तांकर सुदमूल पाई सारछन्ती बोली चित्तबाबू अभियोग करछन्ती किंतु से कहउछन्ती जे तांकर से केवल सुद पैसा पाइछन्ती आ तांकर मूल पैसा पाइ ना तो जहाँ भी हो ये जो नॉन ऑफिशियली सुद दबा नबा एटा गोटे धर्तव्य अपराध ये जिन ठीक नो आ भितर तृतीय पक्ष जे चित्तबाबू जे नहीं पैसा नहीं अभियोग अनुसार से तृतीय पक्ष जो पिलांगनार से आज शहीदनगर थाना एफआईआर देइछन्ती जे तृतीय पक्ष आ भितर पसिकरी ये कथाटा को आउरी आगु को बढ़ेबा किबा समस्याटा को बढ़ेबा या द्वारा आपण देखिछन्ती हमर ए विशेषनगर अंचल रे निकट अतीत रे भी मर्डर पर्यंत जाइछेरी मुख्य रास्ता ऊपर ससंग पाखे तेणु मु एतिकी कहबी जे पुलिस प्रशासन आपको गंभीरतार सहित नहीं दृढ़ कार्यानुष्ठान नवा दरकार जोटा कि आगु कौन अप्रीतिकर परिस्थिति घटिबो चित्तबाबू आज शहीदनगर पुलिस स्टेशन आस्थिले कोन पे आस्थिले हमर मो ना रे एफआईआर दिवस से म आस्थिली कहया आज आसी देखा कले कोन कहले मैडम मैडम कहले कि जो लोग आसिया कथा से आसले ना से लोकटी की है आपन को आज अभियोग करते माने मेनका मैडम स्त्री लोक को सहित आपन संपर्क कोन संपर्क बोले से मते पैसा देथिले 2019 मसिया केते टका देथिले से देथिले मते 13 लाख टका अभियोग करते अच्छा एमे काहे पुनी कंप्लेंट करछन कंप्लेन बोले पैसा मो ताको फेरे देछि कोन से सुध आगे मते पैसा आपस करछन जोर जबरदस्ती करछन तो आज कोन मैडम आपन को प्रतिश्रुति देले जो डाकिथिले आपन कोन अभियोग मैडम प्रतिश्रुति देले जे तमे से आसिलेनी जो आसिलेनी
ସିଏ ସେଇ ସକାଶେ ଆଉ ଗୋଟେ ଦିନ ପାଇଁ ଟାଇମ୍ ନିଏ। ତ ଅଭିଯୋଗ କରନ୍ତି ଆପଣ କିଏ ଧମକଉଥିଲା ତା ନାଁ କଣ? ରୁଦ୍ର ସାମନ୍ତ। ତ ତା ବିରୁଦ୍ଧରେ ଆପଣ କଣ କଲେ ବର୍ତ୍ତମାନ? ତା ନାଁରେ ମୁଁ ଏଫଆଇଆର ଏଫଆଇଆର ଦେଲେ। ତ ସିଏ କିଏ ମୁଁ ତାଙ୍କୁ ଚିହ୍ନିନି। ସିଏ ତାଙ୍କୁ ଯିଏ ନେଇକି ଆସିଥିଲେ ତାଙ୍କ ନାଁରେ ରୁଦ୍ର ବୋଲି ସିଏ ତାଙ୍କ ନାଁରେ ମୁଁ ଏଫଆଇଆର କାହିଁକି ଏଫଆଇଆର ଦେଲେ? କଣ କଲେ ସେ? ସିଏ ଧମକ ଚମକ ଦଉଛନ୍ତି। କଣ ଧମକ ଦେଇଥିଲେ? ମାରିଦେବେ, ଟେକି ନେବୁ, ଜୀବନରେ ମାରିଦେବେ, ଟେକି ନେବି, ଅମକ କରିଦେବି, ମୋ ପିଲା ଛୁଆ ପାଇଁ ବିପଦ ଅଛି ବୋଲି ତ ଆପଣଙ୍କ କମ୍ପ୍ଲେନ ପତ୍ର ସେମାନେ ରଖିଲେ? ରଖିଲି। ପ୍ରତିଶ୍ରୁତି କଣ ଦେଲେ ଆପଣଙ୍କୁ? ପ୍ରତିଶୋଧ ଦେଲେ ଏବେ କମ୍ପ୍ରମାଇଜ କରିବା ପାଇଁ ତାଙ୍କୁ ଡକେଇଛି। ରୁଦ୍ର ତମକୁ କିଛି ଟଙ୍କା ଫଙ୍କା ମାଗିଥିଲା କି? ନାଇଁ ମତେ ରୁଦ୍ର କହୁଛି ପଇସା ଯଦି ନ ଦଉ ଜୀବନ ମାରିଦେବୁ, ଧମକ ଚମକ ଦଉଛି। ତ ମିଡିଆ ଆଗରେ ଆପଣ କଣ କହିବେ? ଆପଣ ସରକାରଙ୍କୁ କଣ ପ୍ରତିଶ୍ରୁତି ରଖିବାକୁ ଚାହିଁବେ? ମୋ ଜୀବନ ପ୍ରତି ବିପଦ ଥିବା ସକାଶେ ମୁଁ ନ୍ୟାୟ ମାଗୁଛି।